କହିଦଉଛି 4 ଲିଟର ପାଣି ପାଇଁ ଆପଣଙ୍କର 4ଟା ଫ୍ଲାସ୍କ ନେବେ। ଶୀତ ଦିନ ପାଇଁ 2ଟା ଫ୍ଲାସ୍କ ନେବେ। ଆଉ 4ଟା ଆପଣ ନେଇପାରନ୍ତି ଷ୍ଟିଲର ବଟଲ। ତ ନର୍ମାଲ କେସେସ୍ ଶୀତ ଦିନ ଗୁଡ଼ିକରେ 11ଟାରୁ 3ଟା ପର୍ଯ୍ୟନ୍ତ ଟିକେ ନର୍ମାଲ ପାଣି ପିଇ ହବ। ଅନ୍ୟ ସମୟରେ ଥଣ୍ଡା ପାଣି ଠିକ ଲାଗିବନି। ଆଫ୍ଟର ୱିଣ୍ଟର ସିଜନ ଆପଣଙ୍କର ହେଇଯିବ, ମ୍ୟାନେଜ ହେଇଯିବ। କିନ୍ତୁ ପ୍ଲାଷ୍ଟିକ ବୋଟଲ ପାଣି ଆଲାଉଡ୍ ନାହିଁ। ଓକେ, ଏଇଟା ତ ବୁଝି ହେଇଯାଉଛି। 4 ଲିଟରକୁ 4 ଲିଟର ପାଣି ପିଇବା କଥା। ଶୀତ ଦିନ ଟିକେ କମିଯିବ 3.5। ଓକେ, ତାଠୁ କମିବା ଉଚିତ ନୁହେଁ। ପାଣି କମିଲେ ବହୁତ ରକମର ପ୍ରୋବ୍ଲେମ ହବ। ଏଇଟା ଭେରି ଷ୍ଟ୍ରିକ୍ଟଲି କରାହେଇଛି, ସେଟାକୁ ମାନିବାକୁ ପଡ଼ିବ। କ୍ୟାରଟ ଆପଣଙ୍କର ଯଦି ଗୋଟେ କ୍ୟାରଟ ପୁରା ଖାଇ ପାରୁନାହାନ୍ତି ତାହେଲେ ଛୋଟ କ୍ୟାରଟ ମାର୍କେଟରୁ କିଣନ୍ତୁ, ଖାଆନ୍ତୁ। କିମ୍ବା ଯଦି ବଡ କ୍ୟାରେଟ ହେଲା ତାହେଲେ ତାକୁ ଭାଙ୍ଗି ଦିଅନ୍ତୁ। ରାତିରେ ଫାଳେ ଆଉ ସକାଳେ ଫାଳେ ଖାଇପାରିବେ, କିଛି ଅସୁବିଧା ନାହିଁ। ସନଫ୍ଲାୱାର ସିଡ୍ ପାଉଡର କରିବେ। ଏଥିରେ ଜାଣିଛନ୍ତି ଭିଟାମିନ ବି ବହୁତ ଏନରିଚ୍ ଥାଏ, ଆଉ ଇ ବି ଥାଏ। ତ ସନଫ୍ଲାୱାର ସିଡ୍ ଆମାଜନରୁ କିଣିବେ। ତାକୁ କରେଇରେ ହାଲକା ରୋଷ୍ଟିଂ କରିବେ, ଯେମିତି ସିଡ୍ ଗୁଡ଼ିକ ଟିକେ ଉଷୁମ ହେଇଯାଏ। ତାପରେ ଗୋଟେ ଥାଳିରେ କାଢିଦେବେ। ଥଣ୍ଡା ହେଇଯିବ। ଥଣ୍ଡା ହେଇଗଲା ପରେ ତାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ ଯେତେବେଳେ କରିବେ, ତାର ମିକ୍ସଚର ଯେତେବେଳେ ଗ୍ରାଇଣ୍ଡିଙ୍ଗ କରିବେ ସେତେବେଳେ ଆପଣଙ୍କର ଗୋଟେ ସେକେଣ୍ଡ, ମନୋଜ ଭାଇ, ଆପଣଙ୍କୁ ମୁଁ କୋ ହୋଷ୍ଟ କରିଦଉଛି, ବୁଝିଲେ? ଆପଣ ଟିକେ ଦେଖିବେ, ଯିଏ ପାର୍ଟି କରୁଛି ତାର ମ୍ୟୁଟ କରିବେ ହେଲା। ମନୋଜ ଭାଇ, ଥିଲା ତାକୁ ମୁଁ ଧରିଥିଲି ଜୟଗୁରୁ ଯେ ଗୋଟେ ତାହା ସଂସ୍ଥାରେ ସେଇ ଅଛନ୍ତି। ପଇସା ଦ୍ୱାରା ସେମାନେ ଖାଇବା ଦ୍ୱାରା ସେମାନେ ଆଚ୍ଛା, ବିଶ୍ୱନାଥ ଭାଇ ଆପଣଙ୍କୁ କୋ ହୋଷ୍ଟ କରିଦଉଛି। ଆପଣ ଅ, ଯିଏ ବି ଥିବ ତାକୁ ମ୍ୟୁଟ କରିବେ। ଆପଣ ପରିସ୍ଥିତିରେ ଅଛନ୍ତି ଠିକ ତ ବିଶ୍ୱନାଥ ଭାଇ? ହଁ ହଁ ଆଜ୍ଞା ଆଜ୍ଞା ହଁ, ଅଛି। ଆପଣ ସମସ୍ତଙ୍କୁ ମ୍ୟୁଟ କରେଇବେ ତ, ଡିଷ୍ଟର୍ବିଂ ହଉଛି। ଠିକ ଅଛି ଠିକ ଅଛି। ତ ବର୍ତ୍ତମାନ କଥା ହେଲା ଯେ ସନଫ୍ଲାୱାର ସିଡ୍ ଟାକୁ ଟିକେ ରୋଷ୍ଟିଂ କରିକି ଆପଣ ଗ୍ରାଇଣ୍ଡିଙ୍ଗ କରିବେ। କିନ୍ତୁ ଗ୍ରାଇଣ୍ଡିଙ୍ଗ କଲା ବେଳକୁ 1 2 3 ଥାଏ ନା ମିକ୍ସଚରରେ। 1ରେ ଗ୍ରାଇଣ୍ଡିଙ୍ଗ କରିବେ, ବନ୍ଦ କରିବେ, ଗ୍ରାଇଣ୍ଡିଙ୍ଗ କରିବେ, ବନ୍ଦ କରିବେ, ଗ୍ରାଇଣ୍ଡିଙ୍ଗ କରିବେ, ବନ୍ଦ କରିବେ, ଗ୍ରାଇଣ୍ଡିଙ୍ଗ କରିବେ, ବନ୍ଦ କରିବେ, ଏମିତି ବାରମ୍ବାର କରି 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 ଯେତେବେଳେ 7 8 ଥର ହେଇଯିବ ସେତେବେଳକୁ ବାହାର କରିବେ। କାରଣ ସେଥିରେ ତେଲ ବାହାରିଯିବ। ତେଲ ଥରେ ବାହାରିଗଲେ ବିଣ୍ଡା ହେଇଯିବ। ବିଣ୍ଡା ହେଇଗଲା ପରେ ଆପଣ ଖାଇପାରିବେ। ସେଥିପାଇଁ ତେଲ ନ ବାହାରିବା ପାଇଁ ଏଭଳିଆ କରାଯାଏ। ଆଉ ଗୋଟେ ମେଥଡୋଲୋଜି ଅଛି, ଛୋଟ ଫ୍ୟାନ ମିଳେ, ବ୍ୟାଟେରୀ ଦିଆ ଫ୍ୟାନ। ଯେତେବେଳେ ଗ୍ରାଇଣ୍ଡିଙ୍ଗ କରୁଥିବେ ଆପଣ ବ୍ୟାଟେରୀ ଦିଆ ଫ୍ୟାନ ଟାକୁ ତାରି ଉପରେ ଲଗେଇଦେବେ। ତାହେଲେ ସେ ଥଣ୍ଡା ହେଇଯିବ। ଥଣ୍ଡା ହେଇଗଲେ କଣ ହବ, ତେଲଟା ପିଇଯିବ। ଆଉ ସେ କଣ ହବ, ମୁଣ୍ଡା ହବନି। ଆପଣଙ୍କୁ ଟେକ୍ନିକ ବତେଇଦେଲି, ସେ ଟେକ୍ନିକରେ କରିବେ। B12 ଆକ୍ଚୁଆଲି କୋଉଥିରେ ମିଳିବ ନାହିଁ। ସେଥିପାଇଁ ଆପଣଙ୍କୁ ସପ୍ଲିମେଣ୍ଟ ନେବାକୁ ପଡିବ। ସେଟା ହେଲା ମିଥାଇଲ କୋବାଲାମିନ। ଆପଣଙ୍କ ଜେନେରିକ ଷ୍ଟୋରରେ ମିଳିବ। 500 ମିଲିଗ୍ରାମ ମିଥାଇଲ କୋବାଲାମିନ ଖାଇପାରିବେ। ମାସରେ 2 ଦିନ 3 ଦିନ ଖାଇଲେ ବି ଏନାଫ ହେଲା। ଓକେ, ଲେମନ। ଲେମନ ରାତିରେ ଖାଇବେ ନାହିଁ, ସକାଳେ ଖାଇବେ। ଖାଇବା ସାଙ୍ଗରେ ଖାଇପାରନ୍ତି, କିମ୍ବା ଇଷ୍ଟବୃତ୍ତି କରିସାରିଲା ପରେ ଆପଣ ହାଲକା ଉଷୁମ କରି ଆପଣ ନେଇପାରନ୍ତି। ଭିଟାମିନ ଡି ଖରାରେ ରହିବା ସମ୍ଭବ ନୁହେଁ। ଏଟାକୁ ସପ୍ଲିମେଣ୍ଟ ଖାଇବା ଡେଲି ଦରକାର। ଆଉ ଯଦି ଗ୍ୟାପ୍ ଦେବାକୁ ଚାହାନ୍ତି ତାହେଲେ 15 ଦିନ ଖଣ୍ଡେ ଗ୍ୟାପ୍ ଦେଇପାରନ୍ତି, କିନ୍ତୁ ଏଟା ଖାଇବାକୁ ପଡିବ। ତାପରେ ଆପଣଙ୍କର ରହିଲା ଭିଟାମିନ ଇ। ଆଲମଣ୍ଡ, ସେଟା ଆଲମଣ୍ଡରେ ଭିଟାମିନ ଇ ଅଛି। ଆମର ଡ୍ରାଇ ଫ୍ରୁଟ ସେକ୍ସନରେ ଯେତେବେଳେ ଯିବି ସେତେବେଳେ ମୁଁ କହିବି କୋଉ କୋଉ ଡ୍ରାଇ ଫ୍ରୁଟ ଖାଇବାର ଅଛି। ସେ ଡ୍ରାଇ ଫ୍ରୁଟ ଗୁଡିକ ଅନବରତ ନିହାତି ଦରକାର ଖାଇବା ପାଇଁ ହେଲା। ପନିର ସପ୍ତାହରେ 2 ଦିନ 3 ଦିନ ନିହାତି ଖାଇବାକୁ ପଡିବ, କାରଣ ଭିଟାମିନ କେ ସେଥିରେ ଅଛି। ଆଚ୍ଛା, କରି ଲିଭ୍ସ ବାୟୋଟିନ୍ ଅଛି। ଆକ୍ଚୁଆଲି ମା ମାନଙ୍କର ଚୁଟି ପାଇଁ ବାୟୋଟିନ୍ ଦରକାର। ତ କରି ଲିଭ୍ସରେ ହେଭି ଆମାଉଣ୍ଟ ଥାଏ। ତେଣୁ କେମିତି ଖାଇବେ ମୁଁ ଆକୁ କହିବି ଡ୍ରାଇ ଫ୍ରୁଟ ସେକ୍ସନରେ ହେଲା। ଓକେ, ଆଚ୍ଛା, ଏଇଟା କଣ? ଆଇରନ୍, ଭିଟାମିନ ଏ, କ୍ୟାଲସିୟମ। ମୋରିଙ୍ଗା ଲିଭ୍ସ ଟା କଣ ନା, ଯଦି ଆପଣ ପାଖାପାଖି ପାଉଛନ୍ତି ଖରାରେ ଶୁଖେଇଦେବେ ଏକା ସାଙ୍ଗରେ। ଶୁଖେଇ ସାରିକି ଗ୍ରାଇଣ୍ଡିଙ୍ଗ କରିବେ, କିନ୍ତୁ ଆଗେ ଧୋଇଦେବେ, ଖରାରେ ଶୁଖେଇଦେବେ, ତାପରେ ଗ୍ରାଇଣ୍ଡିଙ୍ଗ କରିବେ, ତାକୁ ରଖିବେ ପାଉଡର କରିକି। ମୋରିଙ୍ଗା ଲିଭ୍ସ ଟା ନିହାତି ଦରକାର। ବିନା ମୋରିଙ୍ଗା ଲିଭ୍ସ ଚଳିବନି। ସ୍ୱସ୍ଥ୍ୟହୀନ ମାନଙ୍କର କିଛି ହିଁ ହବନି, ମାନେ ଆଇରନ୍ ପାଇପାରିବେନି ସେମାନେ ହେଲା। ଏଇଟା ବୁଝି ରଖିଥାନ୍ତୁ, ବିନା ମୋରିଙ୍ଗା ଲିଭ୍ସ କାମ ହବନି। ତାପରେ ଆପଣଙ୍କର ରହିଲା ଉଁ, ଆ, ଏଟା କଣ, କ୍ୟାଲସିୟମ।
ତିନିଟା ସେକ୍ସନ ଆସିବ କାଓ ମିଲ୍କ, ସିସମ ସିଡ୍, ରାଗି। କାଓ ମିଲ୍କ ଟା ବେଷ୍ଟ, ତାପରେ ଆସିବ ସିସମ ସିଡ୍, ତାପରେ ଆସିବ ରାଗି, ତାପରେ ଆସିବ ସିସମ ସିଡ୍। ତିନିଟାକୁ ଖାଇବାକୁ ପଡିବ, କମ୍ପ୍ରୋମାଇଜ ହେଇପାରିବ ନାହିଁ, କାରଣ ମା ମାନଙ୍କର କ୍ୟାଲସିୟମ ଡେଫିସିଏନ୍ସି ବେଶୀ ରହେ। ଠିକ ଅଛି। ତାପରେ ଆପଣଙ୍କର ଅଜୱାଇନ, ସବୁ ଖାଇଲା ପରେ ଅଜୱାଇନ ଟିକେ ନା ଟିକେ ଖାଇବାକୁ ପଡିବ। ଅଜୱାଇନରେ ବେଶୀ କ୍ୟାଲସିୟମ ଥାଏ, ହାଏଷ୍ଟ ଆମାଉଣ୍ଟ ଅଫ କ୍ୟାଲସିୟମ ଅଜୱାଇନରେ ଥାଏ। ତେଣୁ ଅଭ୍ୟାସ ରଖିବାର ଅଛି, ଖାଇଲା ପରେ ଅଜୱାଇନ ଖାଇବାର ଅଛି। ଏଇଟା ଅଭ୍ୟାସ କରିନେବାର ଅଛି। କୋଉଠି ଗୋଟେ ଛୋଟ ବୋଟଲ ବ୍ୟାଗରେ ପୁରେଇ ଦେବେ, ଯୁଆଡେ ଗଲା ବେଳକୁ ନେଇକି ଯିବେ, ଖାଇବେ। ଫ୍ୟାଟି ଏସିଡ୍, ଓମେଗା 3 ଫ୍ୟାଟି ଏସିଡ୍ ଆପଣଙ୍କର ଫ୍ଲାକ୍ସିଡ୍ ରେ ଅଛି, ତ ଫ୍ଲାକ୍ସିଡ୍ ମାର୍କେଟରୁ କିଣି ପାରନ୍ତି କିମ୍ବା ଆମାଜନରୁ କିଣି ପାରନ୍ତି। ତାକୁ ସେଇ ଟାଇପର ଯେମିତି ମୁଁ କହିଲି, ହାଲକା ଉଷୁମ କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ପାଉଡର କରିବେ, କିନ୍ତୁ ସେ ଏକରେ ଚଲେଇବେ, ଅଳ୍ପ ସମୟ ଛାଡ଼ିଦେବେ, ପୁଣି ଏକରେ ଚଲେଇବେ, ଅଳ୍ପ ସମୟ ଛାଡ଼ିବେ, ସେମିତି ଏଥିରୁ ବି ତେଲ ବାହାରିବ। ତାପରେ ଆପଣଙ୍କର ଚିଆ ସିଡ୍ ଅଛି, ଚିଆ ସିଡ୍ ଆଉ ଫ୍ଲାକ୍ସିଡ୍ ରେ ଓମେଗା 3 ଫ୍ୟାଟି ଏସିଡ୍ ଅଛି, କିନ୍ତୁ ଚିଆ ସିଡ୍ ରେ ଟ୍ରିପ୍ଟୋଫାନ୍ ଅଛି, ଯୋଉଟା କି ନିଦ ଗାର୍ଡ କରିବ। ନିଦ ଗାର୍ଡ କଲେ ଆମର ଲିମ୍ଫାଟିକ ସିଷ୍ଟମ, ମାନେ ବ୍ରେନ ରେ ଯୋଉ ୱେଷ୍ଟ ମେଟେରିଆଲ ବାହାରିବ, ସେଟାକୁ ଲିମ୍ଫାଟିକ ସିଷ୍ଟମ କୁହାଯାଉଛି। ମାନେ ମାନେ କଣ, ବ୍ରେନ ର ଲିମ୍ଫାଟିକ ସିଷ୍ଟମ ସେଇଟା। ତ ସେଇଟା ପାଇଁ ନିଦ ଗାର୍ଡ ଦରକାର। ନିଦ ଗାର୍ଡ ହେଲେ ହିଁ ଲିମ୍ଫାଟିକ ସିଷ୍ଟମ ବ୍ରେନ ର କାମ କରେ। ସେଥିପାଇଁ ଟ୍ରିପ୍ଟୋଫାନ୍ ଟା ଯୋଡା ହେଇଛି। ଆମେ ଯେତେବେଳେ ବ୍ରେନ ର ଲିମ୍ଫାଟିକ ସିଷ୍ଟମ ପଢୁଥିଲୁ, ଏଇଟା ଜାଣିଲୁ, ସେଥିପାଇଁ ଏଇ ଖାଦ୍ୟରେ ଅଛି ବୋଲି ବୁଝିଲୁ ସବୁଠୁ ହାଏଷ୍ଟ, ସେଥିପାଇଁ ଏଇଟା ଯୋଡା ହେଇଛି। ବର୍ତ୍ତମାନ ରହିଲା ଜିଙ୍କ, ପମ୍ପକିନ୍ ସିଡ୍ ରେ ଅଛି। ଜିଙ୍କ ବିନା ବହୁତ ପ୍ରୋବ୍ଲେମ ହବ। ପମ୍ପକିନ୍ ସିଡ୍ ବି ସେଇ ଟାଇପର ଫ୍ଲାକ୍ସ ସିଡ୍, ଚିଆ ସିଡ୍ ଭଳି ବାହାରୁ ଆଣିବେ କିମ୍ବା ଆମାଜନରୁ ଆଣିବେ ଏବଂ ତାକୁ ସେଇ ଟାଇପର ଗ୍ରାଇଣ୍ଡିଙ୍ଗ କରିବେ, ପାଉଡର କରିବେ। ତାକୁ ଖାଇଲା ବେଳକୁ ହାଫ ସ୍ପୁନ ଖାଇପାରନ୍ତି, ବେଟର। ସବୁଦିନ ଖାଉଛନ୍ତି, ହାଫ ସ୍ପୁନ ଖାଆନ୍ତୁ, ନହେଲେ ଯଦି ଖାଇପାରିବେ ଗୋଟେ ସ୍ପୁନ ଖାଇଲେ ଖରାପ କିଛି ନାହିଁ, କିନ୍ତୁ ବହୁତ ଅଧିକା ଆମାଉଣ୍ଟ ହେଇଯିବ, ଦେଖିବେ। ଆଚ୍ଛା, ସିଲିକନ, କୋଲାଜେନ, ଆମେ ଯାହା ପ୍ରୋଟିନ ଖାଉଛୁ, ସେ ପ୍ରୋଟିନ ର କିଛି ଆମାଉଣ୍ଟ କୋଲାଜେନରେ କନଭର୍ଟ ହୁଏ ଏବଂ କୋଲାଜେନ ସବୁ ଅର୍ଗାନ ପାଇଁ ଦରକାର। ଯେତିକି ଅର୍ଗାନ ଆମେ ଜାଣିଛୁ, ସେତିକି ଅର୍ଗାନ ପାଇଁ ସବୁ କୋଲାଜେନ ଦରକାର। ବିନା କୋଲାଜେନ ଅର୍ଗାନ ତିଆରି ହେଇପାରିବ। ତେଣୁ କୋଲାଜେନ ଡେଫିସିଏନ୍ସିରେ ଅର୍ଗାନର ଫେଲୁଅର ହବାର ଚାନ୍ସେସ୍ ବଢେ। କୁକୁମ୍ବରରେ ସିଲିକନ ଥାଏ ଏବଂ ସେଇ ସିଲିକନଟା କୋଲାଜେନ ପ୍ରଡକ୍ସନରେ ଦରକାର। ସେଥିପାଇଁ କୁକୁମ୍ବର ଡେଲି ଖାଇବାକୁ ପଡିବ। ଯଦି ଥଣ୍ଡା ହଉଛି ତାହେଲେ କୁକୁମ୍ବର ନ ଖାଇ ପାରନ୍ତି, କିନ୍ତୁ କୁକୁମ୍ବରକୁ ଆପଣ ଫାଳେ ଖାଇପାରନ୍ତି, 2 ପିସ୍ ଖାଆନ୍ତୁ, କିନ୍ତୁ ଛାଡି ପାରିବେନି। ହେଲା, ଥଣ୍ଡା ଯଦି ହଉଛି ତା ବାଟ ମୁଁ କରିବି ଯଦି ହୁଏ। ଓକେ। ଡ୍ରାଏ ଫୁଡ, ହଁ, ଡ୍ରାଏ ଫୁଡ କଣ କଣ ନେବେ? ଆଲମଣ୍ଡ ନେବେ, ଦେଶୀ ବାଦାମ ନେବେ, ୱାଲନଟ ନେବେ, ରେସିନ ନେବେ, ଖଜୁର ନେବେ, ଅଞ୍ଜିର ନେବେ। ହେଲା, ଆଉ ପିସ୍ତାଚିଓ ବି ବର୍ତ୍ତମାନ ଯୋଡା ହେଇଛି, ପିସ୍ତାଚିଓ ବି ନେବେ। ଆଉ ଆଉ ରହିଲା ଚେରି ନେବେ। ଯାହା ଯାହା କହିଲି ସେଗୁଡିକ ଲିଷ୍ଟ ଆପଣ କରିନେବେ। ତ କେମିତି ଖାଇବେ? ଯୋଉ ବାଦାମ ଗୁଡିକ ବତୁରେଇବାର ଅଛି, ସେଗୁଡାକ ରାତିରେ ଭିଜା ହବ, ସକାଳୁ ଉଠିଲେ ଧୁଆ ହବ। ତାକୁ ଆପଣ ପୁରା ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ କିମ୍ବା ଖାଇବେ ଯଦି ଡାଇରେକ୍ଟ ଖାଆନ୍ତୁ। ଯଦି ଡାଇରେକ୍ଟ ଖାଉଛନ୍ତି, ତା ସହିତ ଆପଣଙ୍କର କରି ଲିଭ୍ସ ଟାକୁ ମିଶେଇ ଦେବେ। ତା ସହିତ ଆପଣ ସିସମ ସିଡ୍ କୁ ଖାଇପାରନ୍ତି, କିଛି ରାଶି ଆପଣ ଯୋଡ଼ିକି ଖାଇପାରନ୍ତି। ଆଚ୍ଛା, ତ ବର୍ତ୍ତମାନ ଡ୍ରାଇ ଫ୍ରୁଟ୍ ରହିଲା, ରାଶି ରହିଲା, ଟିକେ ତା ସହିତ ଚିଆ ମାନେ ଚେରି ଖାଇଦେବେ। ଚେରିରେ ଆନ୍ଥ୍ରୋସାଇନିନ୍ ଅଛି, ଯୋଉଟା କି ଆଖିର ଆଣ୍ଟି ଅକ୍ସିଡେଣ୍ଟ। ତ ବର୍ତ୍ତମାନ ଏଇଟା ଗୋଟେ ବଢିଆ ରୂପରେ ବ୍ରେକଫାଷ୍ଟ ହେଇଗଲା। ଠିକ ଅଛି। ଆଚ୍ଛା, ତା ସହିତ ଯୋଡ଼ି ପାରିବେ ଜିଞ୍ଜର, ତା ସହିତ ଯୋଡ଼ିବେ ଆପଣ ତା ସହିତ ଯୋଡ଼ିବେ ଆପଣଙ୍କର ଗୋଲମରିଚ, ତା ସହିତ ଯୋଡ଼ିବେ ଟିକେ ହାଲକା ଗୋଟେ ଲବଙ୍ଗ, ଅଳେଇଚ, ଆଉ ଆଉ ଯୋଡ଼ିବେ ଚାହିଁଲେ ଟମାଟୋ ଯୋଡ଼ି ପାରନ୍ତି, କାରଣ ଟମାଟୋରେ ଗୋଟେ ବଢିଆ ଆଣ୍ଟି ଅକ୍ସିଡେଣ୍ଟ ଅଛି। ସେଟା ମୁଁ ଆମେ ଭୁଲି ଗଲୁଣି, ପଢିଲା ବେଳେ ପଢିଥିଲୁ। ଆଣ୍ଟି ଅକ୍ସିଡେଣ୍ଟ ଯୋଉ ଇମ୍ୟୁନିଟି ଚାପ୍ଟର ଥିଲା ସେଠି ପଢିଥିଲୁ। ତ ଆପଣ ଯଦି ଗ୍ରାଇଣ୍ଡିଙ୍ଗ କରିଦେବେ ନା, ତାହେଲେ ସବୁ ଜିନିଷ ଆସିଯିବ। ଆମ ପିଲାମାନଙ୍କ ପାଇଁ, ମିସେସ୍ ପାଇଁ, ବାପାଙ୍କ ପାଇଁ ଏଭ୍ରି ଡେ ଗ୍ରାଇଣ୍ଡିଙ୍ଗ କରିକି ଘଣ୍ଟେ ସମୟ ଦିଏ। ଘଣ୍ଟେ ନାହିଁ, 45 ମିନିଟ, ଅଧଘଣ୍ଟେ ରୁ ଅଧିକା ସମୟ ଦିଏ, ଏଭ୍ରି ଡେ ଦିଏ। ଆଉ ମୁଁ ଯେବେଠୁ ଏଟା କରିଛି, ଘରେ କୌଣସି ରକମ ଇମ୍ୟୁନିଟି ରିଲେଟେଡ ପ୍ରୋବ୍ଲେମ ହେଇନି, ଆଜି ପର୍ଯ୍ୟନ୍ତ ହେଇନାହିଁ। ଷ୍ଟ୍ରଙ୍ଗ ବିଶ୍ୱାସ ମୁଁ କହୁଛି। ଯଦି ଆପଣ ନ କରନ୍ତି ତାହେଲେ ଏ ଗ୍ରୁପକୁ ଆସି କିଛି ଫାଇଦା ନାହିଁ।
এইଟା ହିଁ फायदा जे ଏଇ ଜିନିଷ ଗୁଡା ଆମେ ଏକ୍ସପେରିमेंट କରିଛୁ ଏବଂ ସେଥିପାଇଁ ଆମେ କହିପାରୁଛୁ ଯେ ଏଇଟା ଠିକ ଏଥିରେ କମ୍ପ୍ରୋମାଇଜ ନାହିଁ ଏଇଟା ରେଗୁଲାର ହବ ଆଚ୍ଛା ତାପରେ ସ୍ପିନାକ ଯେତେବେଳେ ମିଳୁଛି ସେତେବେଳେ ସ୍ପିନାକ ମାସରେ ଦିଥର ଏଇ ସପ୍ତାହରେ ଦିଥର ଖାଇପାରନ୍ତି କାରଣ ଏଥିରେ ଏଥିରେ ଯୋଉଟା ଅଛି ସେଟା ହଉଛି ଜିଆଜେନ୍ଥିନ୍ ଆଉ ଲୁଟେନ୍ ଏଇଟା ସପ୍ଲିମେଣ୍ଟ ନେବା ଅପେକ୍ଷା ଖାଇବା ଭଲ ତେଣୁ ଜିଆଜେନ୍ଥିନ୍ ଲ୍ୟୁଟେନ୍ ବହୁତ ଇମ୍ପୋର୍ଟାଣ୍ଟ ଆଖି ପାଇଁ ଆଖିର ଲଙ୍ଗ ଷ୍ଟେଜରେ ଗ୍ଲୁକୋମା ନ ହବା ଆଖିର ନଷ୍ଟ କ୍ୟାଟ୍ରାକ୍ଟ ର ପ୍ରଭାବ କମିବା ଆଖି ବେଶୀ ସମୟ କାମ କଲେ କିମ୍ବା ଷ୍ଟ୍ରେନ୍ ଆସିଲେ ତାର ଆଣ୍ଟିଅକ୍ସିଡାଣ୍ଟ ନଥିଲେ ସେଟା ବେଶୀ ବଢିଯିବ ଏବଂ ପାୱାର ବଢି ଲାଗିଯିବ ଆଖିର ଯେତେବେଳେ ସେସନ ହେଇଥିଲା ସେତେବେଳେ ତିନିଟା ଜିନିଷ ଆମେ ଜାଣିଥିଲୁ ଗୋଟେ ହେଲା ଲ୍ୟୁଟେନ୍ ଜିଆଜେନ୍ଥିନ୍ ଆଉ ଗୋଟେ ଆଷ୍ଟ୍ରୋସାଇନିନ୍ ଆଷ୍ଟ୍ରୋସାଇନିନ୍ ନା ନାଇଁ ନାଇଁ ଆନ୍ଥ୍ରୋସାଇନିନ୍ ସାଇନିନ୍ ଆଉ ଗୋଟେ ଆଷ୍ଟ୍ରୋ ଗୋଟେ କଣ ଅଛି ସେଟା ଚେରିରେ ଅଛି ଆସୁ ସେଟା ଦେଖିବା ତ ସ୍ପିନାକ ଗଲା ପିସ୍ତାଚିଓରେ ଲିଟୋଇନ୍ ଜିଆଜାନ୍ଥିନ୍ ଅଛି ଟିକେ କମ ଆମାଉଣ୍ଟ ଅଛି ସ୍ପିନାକରେ ଅଧିକା ଅଛି କିନ୍ତୁ ସବୁ ସମୟରେ ସ୍ପିନାକ ମିଳେ ନାହିଁ ବୋଲିକି ଆମେ ପିସ୍ତାଚିଓ ଯୋଡ଼ିଛୁ ବୁଝିପାରିଲେ ବ୍ଲୁବେରୀ ଯେତେବେଳେ ମିଳିବ କିମ୍ବା ବିଲବେରୀ ଜାମୁକୋଳି ଯେତେବେଳେ ମିଳିବ ସେତେବେଳେ ଖାଇବେ ସବୁବେଳେ ଚେରି ମିଳେ ତେଣୁ ଚେରି ଖାଇପାରନ୍ତି ଚେରିରେ ଆନ୍ଥ୍ରୋସାଇନିନ୍ ଅଛି ଜାଣିଥାନ୍ତୁ ଆଜି ମୁଁ ପଢେଇବି ଯୋଉଟା ୟୁରିକ ଏସିଡ ଏଇ ଆନ୍ଥ୍ରୋସାଇନିନ୍ ଯୋଗୁଁ କମିଯାଏ ମନେ ରଖିଥାନ୍ତୁ ମୁଁ ଗୋଟେ ଭିଡିଓ ଆଜି ଦେଖେଇବି ତେଣୁ ଆନ୍ଥ୍ରୋସାଇନିନ୍ ବହୁତ ଇମ୍ପୋର୍ଟାଣ୍ଟ କିନ୍ତୁ ଚେରି ଖାଇଲେ ଆପଣଙ୍କର ଆଖିର ପ୍ରଭାବଟା ବହୁତ ଆଖିରେ ବହୁତ ବଢିଆ ପ୍ରଭାବ ପଡିବ ତେଣୁ ଆପଣଙ୍କର ପିସ୍ତାଚିଓ ଚେରି ରେଗୁଲାର ଆଭେଲେବୁଲ ତାକୁ ଡାଏଟରେ 100% ଯୋଡ଼ନ୍ତୁ ଯେତେବେଳେ ସ୍ପିନାକ ମିଳିଲା ସେତେବେଳେ ଯୋଡ଼ିବେ କିନ୍ତୁ ସେଥିରେ ଯେହେତୁ ଅକ୍ସାଲେଟ୍ ଅଛି ସେଥିପାଇଁ କିଡନୀରେ ଷ୍ଟୋନ ହବାର ସମ୍ଭାବନା ଯଦି ପାଣି କମ ପିଅନ୍ତି ଖରାଦିନେ ପ୍ରୋବ୍ଲେମ ହେଇଯିବ କାରଣ ପାଣି ଡ୍ରାଏ ଅପ୍ କରିଦବ ଯେତେ ପାଣି ପିଇଲେ ବି ସେଟା କମ ପଡିବ ସେଥିପାଇଁ ସବୁବେଳେ ମନେ ରଖିବେ ପାଣି ଯଥେଷ୍ଟ ପିଇବାର ଅଛି ମୁଁ ସେଇ ହିସାବରେ ଡିଜାଇନ କରିଛି ଏଟାକୁ ତେଣୁ ସ୍ପିନାକ ଟା ଯେତେବେଳେ ମିଳିବ ସେତେବେଳେ ଖାଇବେ ଓକେ ବର୍ତ୍ତମାନ ଗଲା ଏଇଟା ତାପରେ ଯଦି ଆପଣ କୌଣସି ବାହାରକୁ ଯାଉଛନ୍ତି ତାହେଲେ ମିଳିବାର ସମ୍ଭାବନା କମ ଏଗୁଡିକ ସବୁ ଚେରି କିଛି ଦିନ ପାଇନାହାନ୍ତି ପିସ୍ତାଚିଓ କିଛି ଦିନ ମିଳିନି ବ୍ରେକ୍ ହେଇଗଲା ତାହେଲେ ଆପଣ ବୃକ୍ଷ ଭାଇଟାଲ ଆୟ ଯୋଉଟା ଅଛି ସେଇଥିରେ ଆପଣ କରିପାରନ୍ତି ଆପଣଙ୍କର ମ୍ୟାନେଜ ଏଇଥିରେ ସବୁ ଅଛି ଆଷ୍ଟ୍ରୋଜାନ୍ଥିନ୍ ଅଛି ଜିଆଜେନ୍ଥିନ୍ ଅଛି ଲ୍ୟୁଟେନ୍ ଅଛି ଓକେ ଏଇଟା ଆମ ଗ୍ରୁପ ମେମ୍ବର ମାନେ କିଣିଛନ୍ତି ଆପଣ ଆମାଜନରୁ ଏଟାକୁ ସିଧା ମାରିଦେବେ ଏବଂ କିଣିପାରିବେ ଯଦି ଆପଣଙ୍କର ଏଇ ଦିଟା ନ କରିପାରନ୍ତି ଯଦି କରିପାରନ୍ତି ଏଟା ଦରକାର ନାହିଁ ଓକେ ଆଚ୍ଛା ସିଜନାଲ ଫ୍ରୁଟ ଖାଇବାକୁ ପଡିବ ବ୍ରେକଫାଷ୍ଟରେ କୌଣସି ତେଲ ଜିନିଷ ଯାହା ଆମେ ଓଡିଆ ବ୍ରେକଫାଷ୍ଟ ଓଡିଆ ମାନେ ମାନେ ଭାଇ ମାନେ ଯେମିତି ବ୍ରେକଫାଷ୍ଟ କରନ୍ତି ସେ ବ୍ରେକଫାଷ୍ଟ ବନ୍ଦ ଖାଇବାକୁ ପଡିବ ଆପଣଙ୍କୁ ଡ୍ରାଇ ଫ୍ରୁଟ ସକାଳେ ବ୍ରେକ୍ ଦେଇକରି ବ୍ରେକଫାଷ୍ଟ ଖାଇ ମାନେ ଫଳ ଖାଇପାରନ୍ତି କିମ୍ବା ଡ୍ରାଇ ଫ୍ରୁଟ ଖାଇସାରିଲା ପରେ କଣ୍ଟିନ୍ୟୁ କରିକି ବ୍ରେକଫାଷ୍ଟ ଖାଇପାରନ୍ତି ଫଳ ଦୁଇଟା ସେଉ ଦୁଇଟା କଦଳୀ ଇଜ ଏ ରେଗୁଲାର ଡାଏଟ କିମ୍ବା ଯଦି ଆପଣ ଗୋଟେ କଦଳୀ କମେଇବେ ତା ସହିତ ଆପଣ ହାତ ଯୋଡି ପାରନ୍ତି ତା ସହିତ ଆପଣ ଅନ୍ୟ କିଛି ଫ୍ରୁଟ୍ସ ଯୋଡି ପାରନ୍ତି କିନ୍ତୁ ଭିଟାମିନ ସି ଜାତୀୟ ଫ୍ରୁଟ୍ସ ଯୋଡିବେ ନାହିଁ ଓକେ କଦଳୀ ଆତ ପିଜୁଳି ସେଉ ଏ ଚାରିଟାରେ ଭେରି କରିପାରିବ ଏତିକି ପରଫ୍ୟୁଜଲି ଆଭେଲେବୁଲ ଆପଣ ଚାହିଁଲେ ସିଜନାଲ ଦେଖିକିରି ଖାଇପାରିବେ ଓକେ କିନ୍ତୁ ଫ୍ରୁଟ୍ସ ଖାଇବେ ଡ୍ରାଇ ଫ୍ରୁଟ୍ ଖାଇବେ ଏତିକି ରହିଲା ଡାଏଟ ଆପଣଙ୍କର ବ୍ରେକଫାଷ୍ଟରେ ବ୍ରେକଫାଷ୍ଟରେ କୌଣସି ତେଲ ଜିନିଷ ବା ପ୍ରିପେୟାର୍ଡ ହେଇଥିବା ଫୁଡ ଖିଆଯିବ ନାହିଁ ଠାକୁରଙ୍କ ନିୟମ ଅଛି 3 ଭାଗରୁ 2 ଭାଗ କଞ୍ଚା ଗୋଟେ ଭାଗ ପୁରା କଞ୍ଚା ରହିଗଲା ବ୍ରେକଫାଷ୍ଟଟା ବର୍ତ୍ତମାନ ଯଦି ଅଧିକା ଭୋକ ଲାଗୁଛି ତାହେଲେ ଆପଣ ଏମିତି କରିପାରନ୍ତି ଗୋଟେ ବୋତଲ ନେଇଯାଆନ୍ତୁ କାଚ ବୋତଲଟେ ଭଲ ଷ୍ଟ୍ରଙ୍ଗ ଥିବ ସେଥିରେ ରାଶି ଫୁଲ କରିଦିଅନ୍ତୁ ବ୍ୟାଗରେ ପୁରେଇ ଦିଅନ୍ତୁ ଯଦି ଆପଣ 11ଟା 11:30 ପରେ ଭୋକ ଲାଗିଲା ତାହେଲେ ରାଶି 2-3 ଥର ଚୋବେଇ ଯିବେ ହେଲେ କିଛିଟା ଚେରି ରଖିଥାନ୍ତୁ ରାଶି ସହିତ ଚେରି ମିଶେଇ ଚୋବେଇ ଦିଅ ବଢିଆ ଲାଗିବ ଖାଇଦେବେ ଏବଂ ସେ ମିନିମମ୍ ଆପଣଙ୍କର ଘଣ୍ଟେ ଟାଇମ୍ ନେବ ଏବଂ ତାପରେ ଗୋଟେ ବେଳେ ଆପଣ ଯାହା ଖାଇବା କଥା ଖାଇବେ ଟିଫିନ ନେଇଥିବେ ଯଦି ଖାଇଦେବେ ଓକେ ନାଉ ଡନ୍ ତାପରେ ଆପଣଙ୍କର ରହିଲା ଗ୍ରୀନ ବାନାନା ଏଥିରେ ପ୍ରୋବାୟୋଟିକ ଅଛି ମାନେ ପ୍ରୋବାୟୋଟିକ ମାନେ ଆମର ଯୋଉ ଗଟ୍ ବ୍ୟାକ୍ଟେରିଆ ଯୋଉ ଗୁଡ ବ୍ୟାକ୍ଟେରିଆ ଅଛି ତାକୁ ବଢେଇବା ପାଇଁ ଦରକାର ସେଥିପାଇଁ ପ୍ରୋବାୟୋଟିକ ଟା ଜରୁରୀ ଗ୍ରୀନ ବାନାନା ଆମର ସପ୍ତାହରେ 4 ଦିନ ଖାଆନ୍ତୁ 5 ଦିନ ଖାଆନ୍ତୁ 7 ଦିନ ଖାଆନ୍ତୁ ଆପଣ ଶରୀର ପାଇଁ ବହୁତ ଜରୁରୀ
ହେଲା ବହୁତ ଜରୁରୀ ତାର ରିପ୍ଲେସମେଣ୍ଟ କୋଉ ପରିବା ଆସିବନି ମୁଁ ଆପଣଙ୍କୁ ଲେଖି ଦଉଛି କାରଣ ସେଥିରେ ପଡୁନି ଆପଣଙ୍କର ଇଏ ପେଷ୍ଟିସାଇଡ ଯଦି ବି ପଡୁଛି ଏକ୍ସଟର୍ନାଲ ଚୋପାଟା ବାହାରି ଯାଉଛି ନା ତେଣୁ ଅ, ବହୁତ ସେଫ୍ ଆପଣଙ୍କ ପାଇଁ ଗ୍ରୀନ ବାନାନା ବହୁତ ଜରୁରୀ। ଆଚ୍ଛା ବର୍ତ୍ତମାନ କଥା ହେଲା ଗ୍ରୀନ ବାନାନାକୁ ଯେତେ ପାରିବେ ଆପଣ ତରକାରୀରେ ଖାଇପାରିବେ ତରକାରୀ କରି ଖାଇପାରିବେ ଭଜା କରି ଖାଇପାରିବେ ଯେମିତି ପ୍ରକାରର ରୋଷେଇ କରି ମାନେ ଫ୍ଲେଭର ଦେଇକି କରିପାରନ୍ତି କରନ୍ତୁ ବଟ୍ ଖାଇବାର ଅଛି ହେଲା। ସ୍ପ୍ରାଉଟ ସ୍ପ୍ରାଉଟ ପଛରେ ପଡ଼ିଲେ ଟିକେ ମ୍ୟାନେଜ କରିପାରିଲେ ଭଲ କିନ୍ତୁ ସ୍ପ୍ରାଉଟ ଯଦି ନ ହେଇପାରୁଛି ତାହେଲେ ଆପଣ କଣ କରିବେ ନା ଯୋଉ ଦେଶୀ ବୁଟ ଅଛି ସେ ଦେଶୀ ବୁଟ କି ମୁଗକୁ ରାତିରେ ଭିଜେଇ ଦେବେ ସକାଳେ ତାକୁ ଖାଇଦେବେ ସେଥିରେ ବି ବହୁତ କିଛି ହେଇଯିବ। କିନ୍ତୁ ଯଦି ଆପଣ ବାନ୍ଧିକିରି କରିପାରନ୍ତି କରନ୍ତୁ ବଟ୍ ସେଥିରେ ଗୋଟେ ବ୍ୟାକ୍ଟେରିଆ ଡେଭଲପ କରେ ବେଶୀ ଗଜା ହେଇଗଲେ ସେଟା ପେଟ ଖରାପ ହୁଏ। ଗୋଟେ ଦିନର ଗଜା ଠିକ ଅଛି ଯଦି ଗଜା ନ କରି ହଉଛି ତାହେଲେ କିଛି କରିବା ଦରକାର ନାହିଁ ରାତିରେ ଭିଜେଇ ସକାଳେ ଖାଆନ୍ତୁ। ମୋ କହିବା କଥା ଯୋଉ ଆପଣ ସକାଳେ ଖାଇବେ ସେଥିରେ ଡ୍ରାଇ ଫ୍ରୁଟ ରାତିରେ ଭିଜା ହେଇଥିବ ସଫା କରିଦେଇକି ତାକୁ ଖାଇଲେ ତାକୁ କରି ଲିଭ୍ସ ମିଶେଇଲେ ଆପଣ ଗୋଲମରିଚ ମିଶେଇଲେ ଗୋଟେ ଲବଙ୍ଗ ମିଶେଇଲେ ଗୋଟେ ଅଳେଇଚ ମିଶେଇଲେ ଟିକେ ଡାଲଚିନି ମିଶେଇଲେ ହେଲା ହାଲକା ଡାଲଚିନି ଟେ ମିଶେଇଲେ ଏଗୁଡ଼ା ପ୍ରପର୍ଟି ବହୁତ ଦେହ ପାଇଁ ଜରୁରୀ। ତା ସହିତ ଆପଣ ଗୋଟେ ଚେରି ଖାଇଦେଲେ ତା ସହିତ ଆପଣ ଏଇଟାକୁ ଯୋଡ଼ିବେ ଯୋଉଟା ମୁଁ କହିଲି ମାନେ ବୁଟଟାକୁ ଆପଣ ଦେଶୀ ବୁଟଟାକୁ ଆପଣ ଅ, ଯୋଡ଼ି ପାରିବେ ହେଲା ତ ଦେଶୀ ବୁଟଟାକୁ ଆପଣ ଯୋଡ଼ିବେ ତ ଚୋପା ଛଡେଇକି ଖାଇବେ ଚୋପା ସହ ଖାଇବେନି ଦେଶୀ ବୁଟ ଯୋଡ଼ିବେ ତ ଖାଇଦେଲେ ସେଠି ପ୍ରୋଟିନ ଆସିଗଲା ରାଶି ବି ଟିକେ ହାଲକା ଖାଇଦେବେ ପ୍ରୋଟିନ ରହିଲା ଖାଦ୍ୟରେ ଅଲ୍ ମିନେରାଲ ରହିଲା ଖାଦ୍ୟରେ ହେଲା ଏବଂ ତା ସହିତ ବାୟୋଟିନ ରହିଲା ଅଲ୍ ମିନେରାଲ ଭିଟାମିନ ପ୍ରାୟ ଆସିଗଲା ଏବଂ ଆପଣଙ୍କର ପ୍ରୋଟିନ ବି ଆସିଗଲା ସକାଳୁ ହେଭି ଖାଦ୍ୟ ହେଇଯିବ। ଯଦି ଆପଣଙ୍କର ଭୋକ ଶୀଘ୍ର ଲାଗୁଛି ତାହେଲେ ଆପଣଙ୍କର ଦେଶୀ ବୁଟଟାକୁ ଅଧିକା ବଢେଇ ଦିଅନ୍ତୁ ଭୋକ ବେଶୀ ଦୂର ଲାଗିବ ନାହିଁ ମାନେ ଶୀଘ୍ର ଲାଗିବନି ମୋ କହିବା କଥା ତ ସେଟାକୁ ଆପଣ ପ୍ଲାନ୍ ଆଉଟ୍ କରନ୍ତୁ। ଓକେ ଉଣା ଭାତରେ ଦି ଗୁଣା ବଳ ମାନେ ଖାଇବାଟା ଏମିତି ନ ହଉ କି ତଣ୍ଟି ପର୍ଯ୍ୟନ୍ତ ପଳଉ ମାନେ 3/4 ଖାଇବାର ଅଛି। ଓକେ 3/4 ଖାଇବାର ଅଛି ତାପରେ ଆପଣ ଡିନର ଖାଇବେ 7:30ଟାରେ ତ ଆପଣଙ୍କର ଶରୀର ଆଗେ ଇମ୍ପୋର୍ଟାଣ୍ଟ ସତ୍ସଙ୍ଗ ଯଦି ଯିବେ ତାହେଲେ ନିଜ ରିସ୍କ ଯଦି ଶରୀର ଖରାପ ହେଲା 7:30ଟାରୁ ନ ଖାଉଛନ୍ତି ତାହେଲେ ମୁଁ କିଛି କରିପାରିବି ନାହିଁ। ମୋର ଜାଣିବା ଯାହା ଯେତିକି କ୍ଲାସ୍ ନିଆ ହେଇଛି 7:30ଟା ପରେ ଖାଇଲେ ଇନଫ୍ଲାମେସନ ଦେହରେ ବହୁତ ବଢିବ ଏବଂ ଯାହା ରୋଗ ହବ ତାହା ପାଇଁ ଦାୟୀ ଆପଣ ହେବେ। ତ ଆପଣଙ୍କ ପଇସା ଅଛି ଖର୍ଚ୍ଚ ଅଛି ଆପଣ କରିପାରନ୍ତି ସତ୍ସଙ୍ଗରୁ କିଛି ଲାଭ ମିଳିବ ନାହିଁ। ସତ୍ସଙ୍ଗ ଯାଉଛନ୍ତି ଯଦି ଲୋକ ତିଆରି କରନ୍ତୁ ଲୋକ ସହିତ କନେକ୍ଟ ହୁଅନ୍ତୁ ନର୍ଚର ଦେବାର ସୁବିଧା ହବ ନହେଲେ ସତ୍ସଙ୍ଗରେ ଦୁଃଖ ଲାଗିଲେ କଷ୍ଟ ଲାଗିଲେ ଅସୁବିଧା ଲାଗିଲେ ଯାଆନ୍ତୁ ମନ ଖୁସି ହେଇଯିବ ଏ ଯେ ଏଣ୍ଟରଟେନମେଣ୍ଟ ଏରିଆ ଏ ଜାଗାରେ ସାଧନା ବଢେ ନା ସାଧନା ବଢେ ମେଡିଟେସନରେ ଏନାଲିସିସ୍ କଲେ ଯୋଉଟା ଆପଣଙ୍କର ବହି ପଢିକି ଆନାଲିସିସ୍ କରୁ ଆମେ ବହୁତ ଲୋକଙ୍କ ସହିତ ଡିସ୍କସନ କରୁ ଆନାଲିସିସ୍ କଲେ ମୁଣ୍ଡ ଖୋଲେ ସାଧନାର ସେଟା ଗୋଟେ ବହୁତ ବଡ ଇମ୍ପୋର୍ଟାଣ୍ଟ ପାର୍ଟ କୋଉ କୋଉ ଜିନିଷ କଲେ ଆମ ଦୀକ୍ଷାର ପ୍ରଭାବ ବଢିବ ସେଗୁଡ଼ା ଆନାଲିସିସ୍ ହୁଏ। ଦ୍ୱିତୀୟ ଜିନିଷ ହେଲା ଧ୍ୟାନରେ ଆନାଲିସିସ୍ ହୁଏ ନିଜ ଭୁଲ ଗୁଡ଼ିକ ତ୍ରୁଟି ଗୁଡ଼ିକ ଯୋଉ ଚ୍ୟାଲେଞ୍ଜ ଗୁଡ଼ିକ ତାକୁ ଆମେ ଠିକ କରୁ। ଦୁଇଟା ଯୋଉଟା କ୍ୟାରେକ୍ଟର ଉପରେ ଇମ୍ପାକ୍ଟ ପକେଇବ ଆଉ ଯଦି ସତ୍ସଙ୍ଗ ଉତ୍ସବ ମନ୍ଦିର ଯାଆନ୍ତି ତାହେଲେ ନୂଆ ଲୋକଙ୍କୁ ଯୋଡନ୍ତୁ ଆଉ ଯଦି ଲୋକ ଯୋଡୁନାହାନ୍ତି ତାହେଲେ ବନ୍ଦ କରନ୍ତୁ ସତ୍ସଙ୍ଗ ଯିବା କାହିଁକି ଏତିକି ପ୍ରେସର ଏଇ ଗ୍ରୁପର ଅଛି ଏଇଟା ଯଦି ଆପଣ ସମ୍ଭାଳି ପାରିବେ ତାହେଲେ ସୁବିଧା କଣ ହବ ନା ଆପଣଙ୍କର ଗୋଟେ ନୂଆ ଜିନିଷ ଗୁଡା କ୍ରିଏଟ ହବ ଯୋଉଟା ଆଜି ପର୍ଯ୍ୟନ୍ତ କ୍ରିଏଟ ହେଇନି ଆକୁ ଯଦି ସ୍କୋପ ନ ଦିଅନ୍ତି ତାହେଲେ ଏପଟ ହବ ନା ସେପଟ ହବ ମଝି ନଈରେ ଅଟକି ଯିବେ ସମସ୍ତଙ୍କ ପାଇଁ ଏଇଟା ମୁଁ କହିଦେଲି ଆଉ ମୁଁ ଆଗକୁ ଯୋଉ ପ୍ରୋଗ୍ରେସ କରି କରି ଯାଉଛି ଯୋଉଟା ଲୋକ ଠକିଲା ଦେଖିଲି ବାରମ୍ବାର କହିଲା ପରେ ବି କରୁନି ତାକୁ ଗ୍ରୁପରୁ ମୁଁ କାଢିଦେବି ଆପଣମାନଙ୍କ ପାଖରେ ମୁଁ ସମ୍ପୂର୍ଣ୍ଣ ରୂପେ ଖୋଲି କହୁଛି ମୋର ଖଟିବାର ଯଦି ଲାଭ ନ ମିଳେ ତାହେଲେ ହବନି ଯଦି ଆପଣ ଚାରିଆଡେ ହାତ ଗୋଡ ମେଲେଇଥିବେ ତାହେଲେ ନିଶ୍ଚିତ ଭାବରେ ଏ କାମ ଗୁଡିକ ବନ୍ଦ ହବନି ଏଟା ରିଫ୍ଲେକ୍ସନ ଆସିବ ଆପଣଙ୍କ ରିପୋର୍ଟରେ ତେଣୁ ମୁଁ ଆଗୁଆ କହିଦଉଛି ସତ୍ସଙ୍ଗ ମନ୍ଦିର ଯାହା ବି ବାହ୍ୟ ଦୁନିଆରେ ଆପଣ ଯୋଡୁଛନ୍ତି ଲୋକ
ନୂଆ ଲୋକ ତିଆରି କରନ୍ତୁ, ନର୍ଚର ବଢେଇବା ପାଇଁ ସେଇ ପର୍ପସରେ ଯେତିକି ଦରକାର ସେତିକି କରନ୍ତୁ। ଓକେ। ତା ଫଳରେ କଣ ହବ ନା ଆପଣ ଯାହା ଜାଣିଲେ ଯାହା କରିଲେ ତାଙ୍କ ଭିତରେ କରେଇବେ ଏବଂ ତାଙ୍କୁ ବଡ କରିବେ, ଯାହା ଫଳରେ ବହୁତ ଆପଣଙ୍କର ସୋସିଆଲ ଷ୍ଟ୍ରକ୍ଚର ଟା ଡେଭଲପ ହବ, ରିଲେସନସିପ ବହୁତ ମାର୍ଜିତ ହବ। ଠିକ ଅଛି। କିନ୍ତୁ ଏମିତି ଖାଲି ସତ୍ସଙ୍ଗ ଯିବା ଶୁଣିବା ମଜା କରିବା ଏସବୁରେ କିଛି ଲାଭ ନାହିଁ। ଦୁନିଆ ଟାଇମ ଯିବ, ଆପଣ ଆଡଜଷ୍ଟ କରିପାରିବେନି ଏବଂ ବହୁତ ମାନେ ଆଗ ପଛ ହବ ଜିନିଷ ଗୁଡିକ। କହିଦେଲି ଯାହାକୁ ଭଲ ଲାଗୁଛି କରୁ, ଯାହାକୁ ଭଲ ନ ଲାଗୁଛି ନ କରୁ। ହବିଷାନ୍ନ ଏଇଟା ଆକ୍ଚୁଆଲି କହିଛନ୍ତି ଆ ଆମର ପୂଜ୍ୟପାଦ ବଡ଼ଦା 2 ଦିନ କରିବା ଲାଗି ମାସରେ। ଯଦି କରି ହଉଛି କରନ୍ତୁ, ଯଦି ନ କରି ହଉଛି ମୁଁ କହିପାରିବିନି, କାରଣ ମୁଁ ଏଇଟା କରିପାରୁନି। ହେଲା, ବହୁତ ଅସୁବିଧା ହଉଛି, କରିପାରୁନି କାରଣ ବହୁତ ଏକ୍ସଟ୍ରା ଲୋଡ ହେଇଯାଉଛି। ଯଦିଓ କରି ହବ କିନ୍ତୁ ମୁଁ ସେ ପର୍ଯ୍ୟନ୍ତ ମତେ କନଫିଡେଣ୍ଟ ଆସୁନି ଯେ ହୁଏତ କାମ ପଡିଯିବ, ଏକ୍ସଟ୍ରା ପ୍ରେସର ହେଇଯିବ, ପୁଣି ନେକ୍ସଟ ଡେ ରେଷ୍ଟ ନେବାକୁ ପଡିବ, ମେଞ୍ଚେ କାମ ଥିବ, ସେଟାକୁ କରିପାରିବିନି। ମୁଁ ଟିକେ ଡର ରହୁଛି, ବଟ୍ ଯିଏ କରିପାରୁଛି କଲେ ଭଲ। କିନ୍ତୁ ଏଇଟା କେମିତି କରାଯିବ ହବିଷାନ୍ନଟା? ହବିଷାନ୍ନଟା 12ଟା ପୂର୍ବରୁ ଯାହା ଖାଇବେ, ଯୋଉ ମେଟେରିଆଲ କୁହାହେଇଛି ସେ ମେଟେରିଆଲକୁ ଯୋଗାଡ଼ କରିକି ଆଣିଥିବେ, ତାକୁ ଖାଇବେ। ଏବଂ ସେଇ ଖାଇବା ପରେ ଆପଣ ହବିଷାନ୍ନ ଦିନ ଆକ୍ଚୁଆଲି ବହୁତ ଇନଟ୍ୟୁସନ ଟାକୁ ବଢାନ୍ତୁ ଧ୍ୟାନରେ, ତାହେଲେ ହବିଷାନ୍ନ କଲେ ଲାଭ ଅଛି। ବହୁତ ଧ୍ୟାନ କରନ୍ତୁ, ବହୁତ ବହି ପଢନ୍ତୁ, ଆନାଲିସିସ୍ କରନ୍ତୁ, ନିଜ ଭୁଲ ଖୋଜନ୍ତୁ, ତାକୁ ଠିକ କରିବାକୁ ଚେଷ୍ଟା କରନ୍ତୁ, ହେଲେ ତାର ଲାଭ ଆସିବ, ଗୋଟେ ମାଇଣ୍ଡର ଆଉ ଗୋଟେ ଶରୀରର। ଠିକ ଅଛି। ହବିଷାନ୍ନକୁ ସେଇ ଆସ୍ଥେଟିକ ଥଟ ରେ ହିଁ କରନ୍ତୁ। ହେଲା, ଯଦି ନ କରି ହଉଛି ତାହେଲେ ତ ମୁଁ କିଛି କହିପାରିବିନି, କାରଣ କାହାର ପ୍ରେସର କେତେ। ଆଚ୍ଛା ଛାଡନ୍ତୁ। ଡୋଣ୍ଟ ଟେକ୍ ମୋର ସଲ୍ଟ। ସଲ୍ଟ ଥାଏ ମାନେ ଫ୍ରାଏଡ ଆଇଟମରେ, ସଲ୍ଟ ଥାଏ ପ୍ୟାକେଜଡ ଫୁଡରେ। ପ୍ୟାକେଜଡ ଫୁଡ ସଲ୍ଟ, ପ୍ୟାକେଜଡ ଫୁଡ କିମ୍ବା ଆପଣଙ୍କର ଫ୍ରାଏଡ ଆଇଟମ ପୁରା ବର୍ଜନୀୟ, ଟଚ୍ କରିବାରେ ହିଁ ନାହିଁ। ଯଦି ଟଚ୍ କରୁଛନ୍ତି ରିସ୍କ। ସଲ୍ଟ ଆପଣଙ୍କର 2.3 ଗ୍ରାମରୁ ଅଧିକା ହବନି। ଆପଣ ଯଦି ଗୋଟେ ଛୋଟ ଓଜନ ମେସିନ କିଣିଥିବେ, ଦେଖନ୍ତୁ 400-500 ଟଙ୍କା ଆମାଜନରେ ମିଳୁଛି, ସେଥିରେ ଆପଣ କେତେ ଗ୍ରାମ ସଲ୍ଟ ରେ 2.3 ହଉଛି ଦେଖୁନାହାନ୍ତି, ଦେଖନ୍ତୁ। ଆମେ ରେଗୁଲାର ତାଠୁ ଅଧିକା ଖାଉଛୁ, ତଥାପି ବଡି ଆଡଜଷ୍ଟ କରିଦଉଛି ଯେହେତୁ ଆମର କିଡନୀ ଠିକ ଅଛି। କିନ୍ତୁ ଯଦି କିଡନୀ ଫେଲୁଅର ହେଇଗଲା, ଜାଣି ରଖନ୍ତୁ ଟୋଟାଲ ସବୁ ରକମର ପ୍ରୋବ୍ଲେମ ଷ୍ଟାର୍ଟ ହେଇଯିବ। ସେଥିପାଇଁ ରିସ୍କ ନ ନେବା ପାଇଁ ମୁଁ ଚାହୁଁଛି, କାରଣ ମୁଁ ଏତେ ଖଟୁଛି ଆପଣ ମାନଙ୍କ ପାଇଁ। ଆପଣଙ୍କ ଶରୀର ଯଦି ଠିକ ରହେ ତାହେଲେ ମୁଁ ଅଧିକା ଠାକୁର କାମ ପାଇବାର ଆଶା ରଖୁଛି। ଯଦି ଆପଣ ନ କରନ୍ତି ତାହେଲେ ବ୍ରେକଡାଉନ ହବ, ବ୍ରେକଡାଉନ ହେଲେ ଧ୍ୟାନ କମିଯିବ, ମୁଁ ଜାଣିପାରିବି, କିମ୍ବା ଆପଣଙ୍କର ଅସୁବିଧା ହବ, ସାଧନା କମିଯିବ, ତ ମୁଁ ସେଠୁ ଆପଣ ମାନଙ୍କୁ ଆଉ ନର୍ଚର ଦେଇପାରିବି ନାହିଁ, ମୁଁ ହାତ ଯୋଡ଼ିଦେବି। ତେଣୁ ଶରୀରକୁ ଠିକ ରଖିବା ପାଇଁ ମୁଁ ଏତେ ପରିଶ୍ରମ କରିଛି, ତାର ରେଜଲ୍ଟ ମୁଁ କାଢିବି, ସେଥିପାଇଁ ସିରିୟସ ହେବେ। ଦ୍ୱିତୀୟ କଥା ହେଲା ସୁଗାର, ମିଠା ଖାଇବେ ନାହିଁ। ଯଦି ଖାଇବେ ନ୍ୟାଚୁରାଲ ମିଠା ଖାଆନ୍ତୁ। ଖଜୁର ମିଠା, ଆପଣଙ୍କ ଡ୍ରାଇ ଫ୍ରୁଟ ଖଜୁରଟା ଭୁଲି ଯାଇଥିଲି, ଖଜୁରଟା ଯୋଡ଼ିବେ। ତ ଆପଣଙ୍କର ସେଥିରେ ସିଲିକନ ଅଛି। ଆଉ ଯଦି କିଣିପାରିବେ ବ୍ରାଜିଲ ନଟ୍, ଯଦି କିଣିବେ ତାହେଲେ ଆମାଜନ କିଣନ୍ତୁ, ବହୁତ ରେଟ୍, କିନ୍ତୁ ବ୍ରାଜିଲ ନଟ୍ରେ ଥାଏ ଆପଣଙ୍କର ସେଲେନିୟମ ଥାଏ। ତ ସେଇ ସେଲେନିୟମ ଆପଣଙ୍କ ଥାଇରଏଡ ପ୍ରୋବ୍ଲେମ ସଲ୍ଭ କରେ। ମା ମାନଙ୍କର ରେଗୁଲାର ଥାଇରଏଡ ପ୍ରୋବ୍ଲେମ ରହେ, ଠିକ ଅଛି। ତ ସେଇଟା ଆପଣ ଯୋଡି ପାରନ୍ତି, କିନ୍ତୁ ମୁଁ ଏଥିରେ ମ୍ୟାଣ୍ଡେଟୋରୀ କରିନି, କାରଣ ବହୁତ କଷ୍ଟଲି ତ, ସେଥିପାଇଁ ମ୍ୟାଣ୍ଡେଟୋରୀ କରାହେଇନି। ଠିକ ଅଛି। ବର୍ତ୍ତମାନ ଯୋଉଟା ରହିଲା ସୁଗାର, ସୁଗାର ଟାକୁ ଯୋଉଟା ଚିନି ତ ପୁରା ଆଉଟ ହବ, ଆଉ ଚିନି ଜାତୀୟ ଯେତିକି ମିଠା ଆଉଟ ହବ, ଲାଇଫରୁ ହିଁ ଆଉଟ ହେଇଯିବ। ଆଚ୍ଛା, ଯଦି ଆପଣ ଗୁଡ ଖାଇପାରନ୍ତି ତାହେଲେ ପୁରା କଳା ଗୁଡ ଖାଇବାକୁ ପଡିବ, ବହୁତ ଅଳ୍ପ ଆମାଉଣ୍ଟ, ନହେଲେ ନାହିଁ। ଆଉ ଯଦି ଗୁଡର ନ ଖାଇବେ ଭଲ। ଯଦି ଖାଉଛନ୍ତି ତାହେଲେ ଆପଣ ଖିସମିସ ବଢେଇ ଦିଅନ୍ତୁ, ଖଜୁର ବଢେଇ ଦିଅନ୍ତୁ, କିମ୍ବା ଚେରି ବଢେଇ ଦିଅନ୍ତୁ, ଏବଂ ସେଇ ମିଠାସଟା ସେଠୁ ପାଇଯାଆନ୍ତୁ, ତାହେଲେ ମ୍ୟାନେଜ ହେଇଯିବ। ଠିକ ଅଛି। ରୀତା ସାହୁ କିଏ? ଠିକ ଅଛି, ଛାଡନ୍ତୁ। ଟିକେ ପଚାରିଦେଲେ ତେଜରାଜ ଭାଇ ଅନୁପମା ମାଙ୍କୁ ଏଇ ରୀତା ସାହୁଙ୍କ ନାଁରେ ଯୋଡି ହଉଛନ୍ତି କି ନା? ରୀତା ସାହୁ କିଏ ଜାଣି ହଉ। ନେକ୍ସଟ। ହଁ ହଁ, ନା ଚେଞ୍ଜ କରନ୍ତୁ, ନହେଲେ କେହି ଯଦି ଅଛନ୍ତି। ସେ ଘରେ ବୋଧେ ହଁ କୁହନ୍ତୁ। ଠିକ ଅଛି, ଛାଡନ୍ତୁ। ପାଣି ଭାଇ ଘରେ ନାଇଁ, କାହାକୁ ଯୋଡା ଯାଇ ପାରିବ ନାହିଁ, ଗ୍ରୁପର ମେମ୍ବର ଓନ୍ଲି।
तापर रहिला ऑयली फूड आपण कदापि खाई परिबेनी कोलेस्ट्रॉल बढ़िबो कोलेस्ट्रॉल को मैनेज करिया बहुत कष्ट लॉन्ग टाइम लागे सेति सेटा डिनाइड ହେଇଛି केही देले खाइबेनी निजे इच्छा रे भी खाइबेनी ताको रेगुलेट करांतु बुझिबात बड़दा मना करचंती जिंस गुडी का शिष्ट प्रसंग रे हमें ऑलरेडी डिस्कशन कर सारिचु गला एटा होची आपनकर कोन ए सेक्शन टा कोन मिनरल सेक्शन जो पिंक कलर रो जोटा सिला एटा होची मिनरल सेक्शन ठीक है एटा विटामिन सेक्शन एटा होची येलो कलर रो जोटा सेटा होची मिसेलेनियस सेक्शन जो जो गुडी का हमें कले हला एवं तापर ब्रीदिंग सेक्शन आछे ब्रीदिंग सेक्शन टा बहुत इंपोर्टेंट जते एज बढ़ी बढ़ी जाए ब्रीदिंग सेक्शन टा को सही भलिया मेंटेन करिवार अछि किंतु ब्रीदिंग सेक्शन ने कोन हुए ना बहुत एनर्जी खर्च हुए बहुत प्रोटीन खाइबा दरकार आ बहुत कार्बोहाइड्रेट खाइबा दरकार तो आपण माने देखंतु कहूची जे आपण केते भल पाउछन ब्रीदिंग एक्सरसाइज को आ केते समय दउछन सेही अनुसार देखि कि केते आपण एनर्जी खर्च होउची तार गोटे एस्टिमेशन आसी जवा दरकार माइंड रे सेही अनुसार कार्बोहाइड्रेट केते अमाउंट भात केते खाइबे कि रोटी केते खाइबे कि केते आपणकर कोन ये खाइबे कोन प्रोटीन खाइबे सेटा इंपोर्टेंट तो एटा गोटे रेगुलेटेड हवा कथा एमती न हो कि अधिक परिश्रम करदेला खाइबा कमी जाइछि ताहले कोन हबो आपणकर लो बीपी हबो एटा को चारि भाग रे विभक्त करा हैछि गोटे हला डीप ब्रीदिंग माने प्राणायाम करियो प्राणायाम टा तो मस्ट रहिबो बिना प्राणायाम रे काम चलिबोनी कारण आपणकर प्राणायाम जोगु ही पेनक्रिया एक्सरसाइज हुए पेनक्रिया एक्सरसाइज हले इंसुलिन रेगुलेटेड हो आ कोउथरे हबोनी तेणु एटा बहुत जरूरी सेकंड जिंस हला कपालभाति अनुलोम विलोम करिवार अछि एटा को खाली पेट रे करा जाय आपण खाली पेट रे माने इष्टपति कर साला परे आपण उषुम पानी लेंबू पी पारंती हल्का उषुम पानी लेंबू पी पारंती तापरे आपण घंटे परे घंटे परे आपण प्राणायाम करि परिबे प्राणायाम कर साला परे प्राणायाम कर साला परे ब्रीदिंग एक्सरसाइज योगा माने जोड़े सूर्य नमस्कार टाको आपण स्पेशली धरंतु सूर्य नमस्कार टा करि पारंती से बेंडिंग एक्सरसाइज सब जिंस अछि हे जेबो ठीक तापरे आपणकर डीप ब्रीदिंग अछि डीप ब्रीदिंग कोन ना जदि चालिबे वॉकिंग कले टिके साइकिलिंग कले एटा हो डीप ब्रीदिंग कारण टिके हम स्पीड रे निश्वास नउछ एटा को डीप ब्रीदिंग पाउछ भीतर को नउछ सेटा बहुत जरूरी कारण बॉडी ऑक्सीजनेटेड हेले कैंसर सेल तयारी होय ना बॉडी जदि ऑक्सीजनेटेड हबो कैंसर सेल तयारी हबो आ जदि हम फ्रूट्स खाइबू कंचा खाइबू ताहले नाइट्रिक ऑक्साइड तयारी आसीबो सेति पय हमर माने आर्टरी रे कोन हबो हां ये हबोनी कोन जमीबोनी तो ब्लॉकेज हबोनी एइटा एथि पय जोड़ा हैछि आको जदि ट्रिवियली नेबे माने हल्का रे नेबे ताहले निश्चित असुविधा हबो तो मु आपणकर एक्चुअली देखंतु ए ग्रुप रे मु प्राय 40 रु 50 एज रो लोकन को नेछि आउरी 60 एज रो लोक भी धान माने 2 घंटा भी करछन्ती जाजन बहुत करछन्ती ताको मु नेई नै 60 एज रो एक्चुअली 10-12 जन भाई माने आम ग्रुप रे जोग देथिले मोर डंबरुधर भाई को एक्सपीरियंस जे मु जहा देखिछि जे हाई एज रो लोक गुडी को कोन ना से माने गोटे प्रकार जीवन रे चलि थांती से माने मोडी होंतिनी मोडिया भारी कष्ट एवं लाइफ रे माने के किछि ना किछि रोग रखिथिबे लास्ट को ठाकुर काम बंद कर देबे आ आपण मानक पाखरे मु खटुची कोन पय ना ठाकुर काम काढिबी तेणु जदि सीरियस हेबेनी सिंसियरली करिवेनी आ माइंडसेट टा मोर बुझी कि सेटा को अप्लाई करिवेनी निज हेल्थ ऊपर ताहले मोर आशा अधूरा रहि जवा मु जेभे जानिली एटा अधूरा रहिबार अछि ताको ग्रुप रो काढि देबी सेति में सतर्क रहिबे तो एठी रहिला कोन जे डीप ब्रीथिंग रे साइकिलिंग हबो आ वॉकिंग हबो तो साइकिलिंग काहे के जोड़ा हैछि जदि आपण अधिका न करि पारछन तले अल्प समय करंतु बट जोड़ीबार अछि कारण साइकिलिंग रे कोन हुए ना आंठू हमर अंटारू तळ पर्यंत एक्सरसाइज टा बढ़िया हुए ओके तापर ब्रीथिंग टा चालीबाटू टिक अधिका हुए सेति पय कोन ना ए ऑक्सीजन रहिला आपनकर ब्रेन सेल बहुत काम करे आमे नामधान ब्रेन सेल को एक्टिवेट करूचे एवं एई एक्सरसाइज रे भी एक्टिवेट करते जत्ते ब्रेन सेल एक्टिवेटेड हो नुआ थॉट्स आसीबो नुआ डिजाइन प्लानिंग हबो नुआ सॉल्यूशंस क्रिएट हबो बहुत चार्ज लागिबो आ फुर्ती लागिबो स्ट्रेस कमिबो बहुत जिंस अछि एगुडार एते बुझेई हबनी हमर क्लासेस सरी जे प्रबल भाबरे तेनो एटा करिया जरूरी अच्छा
चार्टा सेक्शन गला वॉकिंग गला साइकिलिंग गला एक्सरसाइज गला जोटा कि योगा सूर्य नमस्कार आ गोटे प्राणायाम ये चार्टा सेक्शन अल्प अल्प समय दिया जाऊ यदि समय नाही किंतु दबाकू पड़ियो ओके ठाकुर कहउଛନ୍ତି ରାତିରେ ଶୋଇଲା ବେଳେ ବ୍ରଶ କରିବ ଯଦି ବ୍ରଶ ନ ହୁଏ ନା ଆପଣଙ୍କୁ 70-60 ଏଜ୍ ପରେ ପ୍ରୋବ୍ଲେମ ଟା ଧରାଯିବ ଏବେ ତ ସମସ୍ତେ ଚାଲିଯିବେ କିନ୍ତୁ ସେ ମୂଳଠୁ ହିଁ ସେଇ ପ୍ଲାନ ରଖିକି ଚାଲିଥିଲେ ହିଁ ଶେଷରେ ଠିକ ଆସିବ ସେଥିପାଇଁ ଏଇଟା କୁହାହେଇଛି ଠାକୁରଙ୍କର କୋଉଠି କୁହାହେଇଛି ତେଣୁ ବ୍ରଶ କରିବାର ଅଛି 100% କରିବାର ଅଛି ଠାକୁର କହିଛନ୍ତି ସେଟା ବାଧ୍ୟ ଭାବି ନିଅନ୍ତୁ ଟେକ୍ 20 minutes ରେଷ୍ଟ ଆଫ୍ଟର ଲଞ୍ଚ ହଁ ଏଇଟା ଆୟୁର୍ବେଦିକ ଶାସ୍ତ୍ରରେ କୁହାହେଇଛି ଯଦି ଖାଇସାରିଲା ପରେ କୌଣସି କାର୍ଯ୍ୟରେ ରତ ରୁହନ୍ତି ଠିଆ ହୁଅନ୍ତି କାମ କରନ୍ତି ତାହେଲେ ହଜମ ହୁଏ ତେଣୁ ଏଇଟା ଭଲ ଖାଦ୍ୟ ପାଇଁ ଏତେ ଖର୍ଚ୍ଚ କରିବେ ସମୟ କିନ୍ତୁ ହଜମ ହେଲାନି ଆବଜର୍ଭ ହେଲାନି ତାହେଲେ ଲାଭ ନାହିଁ ଟେକ୍ 20 minutes ରେଷ୍ଟ କଲା ଟେକ୍ ଲଞ୍ଚ ହଁ 1 inch ସାଇଜ ଜିଞ୍ଜର ଖାଇଲା ବେଳେ ଜିଞ୍ଜର ଖାଇଦିଅନ୍ତୁ କିମ୍ବା ଡ୍ରାଇ ଫ୍ରୁଟ୍ସ ଖାଇଲା ବେଳେ ଜିଞ୍ଜର ଖାଇଦିଅନ୍ତୁ ହେଲା ଜିଞ୍ଜର ରୋଲ ଅଛି ସେଟା ବହୁତ ଜରୁରୀ ଓକେ ତ ହେଲ୍ଥ ଏକ୍ସେଲ ସିଟ୍ ଟା କମ୍ପ୍ଲିଟଲି ମୁଁ ବୁଝେଇଦେଲି ବର୍ତ୍ତମାନ ଆମର ଯାହା କ୍ୱେଶ୍ଚନ ଥିବ ସେଟା ପର୍ସନାଲି ପଚାରିଦେବେ ओवरऑल बुझेगा कथा बुझेदेली एई हेल्थ एक्सेल शीट को सप्ताह थरे शनिवार राति रे पठेबार अछि एक्सेल शीट कलेक्शन ग्रुप रे आउ जदि न पठेई पारंती ताहले तो केही ना केही फोन करिवे आपणकर शेड्यूलर मारि देबे जेमति सेटा पहुंचे आ जो सेक्शन करि नाहंती ताको धीरे धीरे करा जाओ किंतु जो सेक्शन उडा हेई जिवो आपन हाथ पांतरे सेउडा को करि पकांत आस्ते आस्ते किछि दिन भितरे ताको जेमति किଣିବାର ଅଛି फ्लैक्स सीड चिया सीड एमती है कि 6टा जिंस हलानी फ्लैक्स सीड हलानी चिया सीड हलानी आपण पंपकिन सीड हलानी आपण मोरिंगा लीव्स हलानी आपण सिस्टम सीड हलानी तो बहुत 6टा जिंस हो गेलानी तो आकु आनीबा डबा तयारी करबा ताको लेबलिंग करबा ताको ग्राइंडिंग कर रखिबा तो ए सब जिंस टिके टाइम दरकार तो आपन को बेसी टाइम दिया जाय परिबनी गोटे सप्ताह ही दिया जाय परिबो तणु ताको सिस्टमैटिक करंतु आउ रेडी रुहंतु आ जदि किछि प्रश्न आसे ताहले मते बेसी डिस्टर्ब न करिया भलो निज इंट्यूशन को डेवलप करिकि केमति करिवे सेटा बेटर हबो टिके टिके छोट छोट कथा डिस्टर्ब करियाटा मते मु आग्रह प्रकाश करिविनी सेति पे अति असुविधा हेले आपण जणाई पारंती व्हाट्सएप रे ठीक अछि तो एई सेशन टाको मु एक्चुअली एटी क्लोज करूची आपर आमे जिबा आजिर सेशन तो टिके 5 मिनिट कि 3 मिनिट मु ब्रेक नहीं जाउची 3 मिनिट ब्रेक ओके रेकॉर्डिंग टाको स्टॉप करिबा